ପାଳଙ୍ଗ ଶାଗକୁ ଏମିତି ଥରେ ବନେଇକି ଦେଖନ୍ତୁ, ମାଂସ କଷା ଖାଇଲା ଭଳି ଲାଗିବ। ଦେଖିବେ ପାଳଙ୍ଗ ଶାଗ ସରିବା ପର୍ଯ୍ୟନ୍ତ ଘରକୁ ବିଡ଼ା ବିଡ଼ା ପାଳଙ୍ଗ ଶାଗ ଆଣିବେ। ଆଉ ରୁଟି ତ ପୁରା 3ରୁ 4 ପିସ୍ ପୁରା ଦେଖି ଖାଇବେ, ଆଉ ଡବଲ ଭାତ ଖାଇବେ। ବହୁତ ସ୍ୱାଦିଷ୍ଟ ଲାଗେ ଖାଇବା ପାଇଁ। ତ ଆପଣମାନେ ଥରେ ଏଇ ତରିକାରେ ବନେଇକି ଦେଖନ୍ତୁ, ହାତ ଚାଟି ସମସ୍ତେ ଖାଇବେ। ଦେଖିକି ଜାଣିପାରୁଥିବେ କେତେ ସ୍ୱାଦିଷ୍ଟ ବନିଥିବ। ତ ଚାଲନ୍ତୁ ଲେଟ୍ ନ କରି ରେସିପିଟି ଆଜି ଆମେ ପ୍ରସ୍ତୁତ କରିବା। ଫୁଲ୍ ଭିଡ଼ିଓକୁ ୱାଚ୍ କରନ୍ତୁ। ନମସ୍କାର, ଜୟ ଜଗନ୍ନାଥ ଫ୍ରେଣ୍ଡ କୁକିଂକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ତ ଏବେ ଚାଲନ୍ତୁ ଲେଟ୍ ନ କରି ରେସିପି ପ୍ରସ୍ତୁତ କରିବା। ପ୍ରଥମେ ଆମେ ଆଳୁ ନେବା। ଯେତିକି ପାଳଙ୍ଗ ଶାଗ ଆଳୁରେ ଆପଣମାନେ ବନେଇବାକୁ ଚାହିଁବେ ସେ ଅନୁସାରେ ଆଳୁ ନେବେ। ତ ଏଠି ମୁଁ 3ଟି ଆଳୁ ଦେଇଛି, ତା ଚୋପାକୁ ବାହାର କରିଦେଇକିରି ତାକୁ ଭଲସେ 2ରୁ 3 ଥର କ୍ଲିନ୍ କରିଦେଇଛି। ଆଉ ଗୋଟେ ଛୋଟ ଗିନା ନେଇଛି ମଟର। ଏଠି ମଟରର ଚୋପାକୁ ବାହାର କରି ମଟର ଗୋଟେ ଗିନାରେ ରଖିଦେଇଛି। ଆଉ ଦେଖନ୍ତୁ ପାଳଙ୍ଗ ଶାଗ ଆମେ ଗୋଟେ ବିଡ଼ା ନେବା। ଏବେ କ'ଣ କରିବା ନା, ପାଳଙ୍ଗ ଶାଗକୁ ଟିକେ ଭଲସେ ଆମେ କ୍ଲିନ୍ କରି ଟିକେ ଧୋଇଦେବା। ଆଉ ଯଦି ସେଥିରେ ଘାସ ଅଛି ତାହେଲେ ବି ବାଛିକି କାଢ଼ିଦେବେ, ତାକୁ ଭଲସେ କ୍ଲିନ୍ କରି ଧୋଇଦେବେ। ଧୋଇ ସାରିବା ପରେ ଏ ପାଳଙ୍ଗ ଶାଗକୁ ଆମେ ଏବେ କଟିଂ କରିବା। ଆପଣମାନେ ଯେତିକି ତରକାରୀ ବନେଇବାକୁ ଚାହିଁବେ ସେ ଅନୁସାରେ ସବୁ ସେଥିରେ ଆଳୁ, ମଟର, ପୁଣି ପାଳଙ୍ଗ ସେ ଅନୁସାରେ ସବୁ କ୍ୱାଣ୍ଟିଟି ନେବେ। ତ ଏବେ ଆମେ ଛୁରୀର ହେଲ୍ପରେ ଏବେ ପାଳଙ୍ଗ ଶାଗକୁ ଆମେ କଟିଂ କରିବା। ତ ଦେଖନ୍ତୁ ଏଠି ମୁଁ ପୁରା ଯେମିତି ଆପଣମାନେ ଶାଗ ଭଜା ପାଇଁ କାଟୁଛନ୍ତି ସେଇଭଳି ପ୍ରୋସେସ୍ରେ ହିଁ ଏଠି କଟିଂ କରିବେ। ତ ଏଇଭଳି ଆମେ ପ୍ରୋସେସ୍ରେ ଏବେ କଟିଂ କରିବା। ଫ୍ରେଣ୍ଡସ୍, ଆପଣମାନେ ଏଇ ତରିକାରେ ଥରେ ବନେଇକି ଦେଖନ୍ତୁ। ପାଳଙ୍ଗ ଶାଗ ସରିବା ପର୍ଯ୍ୟନ୍ତ ଏଇ ରେସିପିଟି ହିଁ ବନେଇବା ପାଇଁ ପସନ୍ଦ କରିବେ। ବହୁତ ସ୍ୱାଦିଷ୍ଟ ଲାଗେ ଖାଇବା ପାଇଁ। ତ ଏବେ ଆମେ ଛୋଟ ଛୋଟ ପୁରା ପିସେସ୍ରେ ଦେଖନ୍ତୁ ଏଇଭଳି ପ୍ରୋସେସ୍ରେ ସବୁତକ ପାଳଙ୍ଗ ଶାଗକୁ ଆମେ କଟିଂ କରିଦେବା। ଗୋଟେ ବାଉଲ୍ରେ ଆକୁ ଆମେ ରଖିଦେବା। ତ ଦେଖନ୍ତୁ ଏଠି ମୁଁ ପାଳଙ୍ଗ ଶାଗକୁ ପୁରା କଟିଂ କରିସାରିଲି। ତ କେତେ ସୁନ୍ଦର ବି ଦେଖାହେଉଛି ଆଉ ବହୁତ ବଢ଼ିଆ ଗ୍ରୀନ୍ ଗ୍ରୀନ୍ କଲର୍ ବି ଦେଖାହେଉଛି। ତ ଏବେ ଆମେ ଗୋଟେ ବାଉଲ୍ରେ ରଖି ସାଇଡ଼୍ରେ ରଖିଦେବା। ତାର ସ୍ପେଶାଲ୍ ମସଲାଟା ଏବେ ଆମେ ବନେଇକି ତ ଦେଖନ୍ତୁ ଏଇ ସ୍ପେଶାଲ୍ ଗୋଟେ ମସଲାରେ ହିଁ ଆମେ ପ୍ରସ୍ତୁତ କରିବା ଏବେ ତରକାରୀ। ତ ଏଠି ମୁଁ ନେଇଛି ଅଦା, ରସୁଣ, ଧନିଆ ନେଇଛି 1 ଚାମଚ, ଜିରା ଅଳ୍ପ ଟିକେ ନେଇଛି 1/2 ଚାମଚ, ପୁଣି ଗୋଟେ ପିଆଜ ସେଥିରେ ଏଡ଼୍ କରିଛି ପିସେସ୍ରେ କଟିଂ କରିକିରି। ଆଉ କଞ୍ଚାଲଙ୍କା ଯେତିକି ରାଗ ଖାଇବେ ସେ ଅନୁସାରେ ଏଡ଼୍ କରିଦେବା। ଆଉ ଗୋଟେ ବଡ଼ ଚାମଚ ପାଣି ଦେଇ ମିକ୍ସର ଆକୁ ଆମେ ଗୋଟେ ଫାଇନ୍ ପେଷ୍ଟ ବନେଇବାନି, ଖଦରା ପେଷ୍ଟ ଗୋଟେ ବନେଇକି ରେଡ଼ି କରିବା। ତ ବନି ସାରିବା ପରେ ଆକୁ ଆମେ ଏବେ ସାଇଡ଼୍ରେ ରଖିଦେବା। ତ ଗୋଟେ କରେଇରେ କିଛି ତେଲ ନେବା। ଏଠି ମୁଁ ସୋରିଷ ତେଲ ନେଇଛି, ଆପଣମାନେ ଚାହିଁଲେ ଏଠି ରିଫାଇନ୍ ତେଲ ବି ନେଇପାରିବେ। ତେଲ ପୁରା ଗରମ ହେଇସାରିବା ପରେ ଆମେ ସେଥିରେ ଏଡ଼୍ କରିଦେବା ଆଳୁକୁ। ଆଳୁକୁ ଏବେ କ'ଣ କରିବା, ଆପଣମାନେ ଚାହିଁଲେ ସିଝା ଆଳୁ ବି ନେଇପାରିବେ, କିନ୍ତୁ ଏଇଭଳି ମୁଁ କଞ୍ଚା ଆଳୁ ହିଁ ନେଇଛି। ତ ଆଳୁକୁ ଟିକେ ଯଦି ହାଲକା ଭାଜିଦେବେ ଆଉ ସେଥିରେ ସ୍ୱାଦ ଅନୁସାରେ ଦେଇଦେବେ ଲୁଣ, ଅଳ୍ପ ଟିକେ କଲର୍ ଯେମିତି ଭଲ ଆସିବ ସେଥିପାଇଁ ଆମେ ହଳଦୀ ଗୁଣ୍ଡ ଅଳ୍ପ ଟିକେ ଏଡ଼୍ କରିଦେବା। ତ ଦେଖିବେ ଏଥିରେ ଲୁଣ ଏଡ଼୍ କରିବା ଦ୍ୱାରା କୁକିଂ ଫାଷ୍ଟ ହେବ, ଜଲ୍ଦି ଆଳୁଟା ଆମର ସିଝିଯିବ। ଆଉ ଆଳୁଟାକୁ ଟିକେ ଦେଖିବେ ଭାଜିକି ଯଦି ବନେଇବେ ତରକାରୀ ତାହେଲେ ଦେଖିବେ ଟେଷ୍ଟ ଟିକେ ବଢ଼େଇ ଦେଇଥାଏ। ତ ଆପଣମାନଙ୍କ ମନପସନ୍ଦ ଅନୁସାରେ ଆପଣମାନେ ଏଠି ବନେଇ ପାରିବେ। ସିଝା ଆଳୁ ବି ଏଡ଼୍ କରିପାରିବେ। ତ ଆଳୁର ଟିକେ କଲର୍ ଚେଞ୍ଜ ହେଲା ପର୍ଯ୍ୟନ୍ତ ଆଳୁକୁ ଟିକେ ଆମେ ଭାଜିବା। ତ ଦେଖନ୍ତୁ ଏଠି ଟିକେ ହାଲକା ଗୋଲ୍ଡେନ୍ କଲର୍ ଆସିଗଲାଣି। ଆଳୁଟା ଏଠି ଆମର 30% ପୁରା ସିଝି ବି ଗଲାଣି। ଏହି ସମୟରେ ଆମେ ଏଡ଼୍ କରିଦେବା ମଟରକୁ। ମଟରକୁ ବି ଏଡ଼୍ କରିକିରି ଆମେ ଟିକେ ମଟରଟା ବି ଟିକେ ସିଝିଲା ପର୍ଯ୍ୟନ୍ତ ଆମେ ଟିକେ ଅପେକ୍ଷା କରିବା। ଯେମିତି ଆଳୁ ମଟର ଏଠି ଆମର 50% ପୁରା ସିଝିଯିବ। ତ ଦେଖନ୍ତୁ ଏଠି ଆଳୁ ମଟର ଏଠି ପରଫେକ୍ଟଲି ପୁରା ସିଝି ବି ଗଲାଣି। ଆଉ ମଟରଟା ବି ପୁରାପୁରି କଲର୍ ଚେଞ୍ଜ ହେଇସାରିଲାଣି। ମଟର ଏଠି ପୁରାପୁରି ସିଝିଯାଇଛି। ତ ଏବେ ଆମେ କ'ଣ କରିବା ନା, ଏବେ ସବୁତକ ଆମେ କରେଇରୁ ବାହାର କରି ଗୋଟେ ବାଉଲ୍ରେ ଏଡ଼୍ କରିଦେବା। ଆକୁ ଆମେ ବି ସାଇଡ଼୍ରେ ରଖିଦେବା। ଯେହେତୁ କରେଇରେ ପୁଣି ଥରେ ତେଲ ଅଛି, ମୁଁ ଆଉ ତେଲ ଏଥିରେ ଏଡ଼୍ କରିନି। ଆପଣମାନେ ଯେତିକି ତେଲ ଖାଇବାକୁ ପସନ୍ଦ କରନ୍ତି ସେ ଅନୁସାରେ ହିଁ ଏଥିରେ ତେଲକୁ ଏଡ଼୍ କରିବେ। ତ ଏବେ ଆମେ ଯେଉଁ ବାଟିକି ରଖିଥିଲେ ନା ମସଲାଟା, ସେଇ ମସଲାଟାକୁ ଏଡ଼୍ କରିଦେବା। ଆଉ ଜାର୍କୁ କ୍ଲିନ୍ କରି ଅଳ୍ପ ଟିକେ ପାଣି ଦେଇଦେବା, ଯେମିତି ମସଲାଟା ପୁରା ପୋଡ଼ିବନି ଆଉ ପରଫେକ୍ଟଲି ଏଠି ଆମର ମସଲାଟା କଷି ହେଇଯିବ। ଦେଖିବେ ଯେତେ ମସଲାଟା କଷିବେ ନା, ଯେତେ ବଢ଼ିଆ କଷିବ ସେତେ ବଢ଼ିଆ ଟେଷ୍ଟ ଲାଗିବ। ଆଉ ଦେଖନ୍ତୁ ଘରର ବେସିକ୍ ମସଲା ହିଁ ମୁଁ ଏଥିରେ ଏଡ଼୍ କଲି। 1/2 ଚାମଚ ନେଇଛି ହଳଦୀ ଗୁଣ୍ଡ, ଯେହେତୁ ଆମେ କଞ୍ଚା ଲଙ୍କା ବାଟିଥିଲେ ଯେତିକି ରାଗ ଖାଇବେ ସେ ଅନୁସାରେ ଲଙ୍କାଗୁଣ୍ଡ ନେବେ। ତ ଏଠି ମୁଁ 1 ଚାମଚ ଲଙ୍କାଗୁଣ୍ଡ ଏଡ଼୍ କରିଛି। ଆଉ ଚିକେନ୍ ମସଲା ନେଇଛି 1 ଚାମଚ। ଚିକେନ୍ ମସଲା ବଦଳରେ ଆପଣମାନେ ଘରର ବେସିକ୍ ମସଲା ଏଡ଼୍ କରିପାରିବେ। ତ ଏବେ ପୁଣି ଥରେ ଟିକେ ଭଲସେ ଆକୁ ମିକ୍ସ କରିଦେବା, ଯେମିତି ଆମର ମସଲା ସେଥିରେ ଗୁଣ୍ଡ ମସଲା ଆଉ ପୁଣି ବାଟା ଯାଇଥିବା ମସଲା ଯେମିତି ଭଲସେ କଷି ହେଇଯିବ। ଆଉ ସ୍ୱାଦ ଅନୁସାରେ ଦେଇଦେବା ଲୁଣ। ଲୁଣକୁ ଏଡ଼୍ କରିସାରିବା ପରେ ଆମେ ସେଥିରେ ଏଡ଼୍ କରିଦେବା ଟମାଟୋ ବି ସେଥିରେ ଏଡ଼୍ କରିଦେବା। ଯେହେତୁ ଲୁଣ ଏଡ଼୍ କଲେ ଆଉ ଟମାଟୋକୁ ଏଡ଼୍ କରିବା ଦ୍ୱାରା ଦେଖିବେ କୁକିଂ ଫାଷ୍ଟ ହେବ, ଜଲ୍ଦି ଟମାଟୋ ପୁରା ସିଝିଯିବ। ତ ଏବେ ଆମେ ପୁଣି ଥରେ ଟିକେ ଭଲସେ ଆକୁ ମିକ୍ସ କରିଦେବା। ଆଉ ତେଲ ଚାରିପଟ ସାଇଡ଼୍ ପୁରା ଦେଖାଗଲା ପର୍ଯ୍ୟନ୍ତ ଆକୁ ଟିକେ ଆମେ ଭଲସେ କଷିବା, ଯେମିତି ଟିକେ କଲର୍ ବି ଚେଞ୍ଜ ହେଇଯିବ
ଆଉ ଦେଖିବେ କଞ୍ଚା ସ୍ମେଲ୍ ବି ଚାଲିଯିବ। ତ ଆପଣମାନେ ଦେଖିକି ଜାଣିପାରୁଥିବେ ମସଲାର ପୁରାପୁରି କଲର୍ ଚେଞ୍ଜ ହେଇସାରିଲାଣି ଆଉ ଚାରି ସାଇଡ଼୍ ପୁରା ତେଲ ବି ଦେଖାହେଉଛି ଆଉ ଟମାଟୋ ବି ଏଠି ଆମର ପୁରା ସିଝିଗଲାଣି। ତ ଏହି ସମୟରେ ଆମେ ଟମାଟୋକୁ ଜମା ପ୍ରେସ୍ କରିବାନି, ଏମିତି ହିଁ ରହିବାକୁ ଦେବା। ତ ଦେଖନ୍ତୁ ଆପଣମାନଙ୍କ ପାଖରୁ ବି ଦେଖୁଛି ମସଲାଟା କେତେ ବଢ଼ିଆ ଆମର କଷି ବି ହେଇସାରିଛି। ତ ଏହି ସମୟରେ କ'ଣ କରିବେ ନା ଆମେ ଆଳୁ ମଟରକୁ ସେଥିରେ ଏଡ଼୍ କରିଦେବା। ଏଡ଼୍ କରିକିରି ପୁଣି ଥରେ ଟିକେ ଭଲସେ ଆକୁ ମିକ୍ସ କରିଦେବା, ଯେମିତିକି ଆଳୁ ମଟର ପୁରା ମସଲାରେ ପୁରା ଦେଖନ୍ତୁ ଏଇଭଳି ପ୍ରୋସେସ୍ ଟିକେ କଷି ହେଇଯିବ। ତ ଫ୍ରେଣ୍ଡସ୍ ଦେଖନ୍ତୁ ଏତେ ବଢ଼ିଆ ବାସ୍ନା ହେଉଥିଲା ନା, ମାନେ ଯେମିତି ମାଂସ ତରକାରୀ ବନେଇବେ ଯେଉଁ ବାସ୍ନା ହୁଏ ସେଇଭଳି ବାସ୍ନା ହେଉଥିଲା, ବହୁତ ବଢ଼ିଆ ଟେଷ୍ଟ ବି ଥିଲା। ତ ଆପଣମାନେ ଘରେ ଥରେ ମାତ୍ର ଟ୍ରାଏ କରିକି ଦେଖନ୍ତୁ ଏହି ତରିକାରେ। ପାଳଙ୍ଗ ଶାଗ ସରିବା ଆଗରୁ ନିହାତି ଆକୁ ଟ୍ରାଏ କରନ୍ତୁ। ମଟର ପାଳଙ୍ଗ ଶାଗ ବା ସିଜନ୍ ସରିବା ଆଗରୁ ବହୁତ ସ୍ୱାଦିଷ୍ଟ ଲାଗେ ଖାଇବା ପାଇଁ। ଦୁଇଟି ରୁଟି ବଦଳରେ 4ଟି ରୁଟି ଖାଇବେ, ଏତେ ଟେଷ୍ଟି ଲାଗେ, ବହୁତ ବଢ଼ିଆ ଚଟପଟା ଲାଗେ। ଆଉ ଯେହେତୁ ଆମେ ଝୋଳ ବନେଇବାନି, କେବଳ ଆକୁ କଷା ବନେଇବା, ତ ଦେଖିବେ କଷା ବନେଇବା ଦ୍ୱାରା ତାର ଟେଷ୍ଟଟା ପୁରା ଡବଲ୍ ହେଇଯାଏ। ତ ଆପଣମାନେ ନିହାତି ଆକୁ ଫୁଲ୍ ଭିଡ଼ିଓକୁ ୱାଚ୍ କରିକି ଘରେ ଥରେ ମାତ୍ର ଟ୍ରାଏ କରନ୍ତୁ। ତ ଆପଣମାନେ ଘରେ ଯଦି ବନାଉଛନ୍ତି ମୋତେ କମେଣ୍ଟ ବକ୍ସରେ କମେଣ୍ଟ କରନ୍ତୁ। ତ ଦେଖନ୍ତୁ ଏଠି ପାଳଙ୍ଗ ଶାଗକୁ ଯେଉଁ ଆମେ କଟିଂ କରି ରଖିଥିଲେ, ଏଇଠି ଆମର ଆଳୁ ମଟର ପୁରା କଷି ହେଇସାରିବା ପରେ ଆମେ କ'ଣ କରିବା ନା ସେ ପାଳଙ୍ଗ ଶାଗକୁ ସେଥିରେ ଏଡ଼୍ କରିଦେବା। ପୁଣି ଥରେ ଟିକେ ଭଲସେ ଆକୁ ମିକ୍ସ କରିଦେବା। ଦେଖନ୍ତୁ ଏଇଭଳି ତଳ ଉପର କରି ଟିକେ ମିକ୍ସ କରିଦେବେ। ଫ୍ରେଣ୍ଡସ୍ ଆପଣ ଯଦି ଏ ଭିଡ଼ିଓଟି ମୋର ପସନ୍ଦ ଆସିବ ସାଙ୍ଗମାନଙ୍କୁ ସେୟାର କରନ୍ତୁ, ଲାଇକ୍ କରନ୍ତୁ। ଚ୍ୟାନେଲ୍ ଯଦି ନୂଆ ଅଛନ୍ତି ଚ୍ୟାନେଲକୁ ମୋର ସବସ୍କ୍ରାଇବ୍ କରିଦିଅନ୍ତୁ, ବେଲ୍ ଆଇକନ୍ କ୍ଲିକ୍ କରିଦିଅନ୍ତୁ, ଯାହାଫଳରେ ମୋର ସବୁ ଭିଡ଼ିଓ ନୋଟିଫିକେସନ୍ ପ୍ରଥମେ ଆପଣମାନଙ୍କୁ ପହଞ୍ଚିବ। ତ ଏବେ କ'ଣ କରିବେ ନା ଆମେ କଭର୍କୁ ଟିକେ ବନ୍ଦ କରିଦେବା, ଆଉ କିଛି ସମୟ ଟିକେ ସିଝିବାକୁ ଦେବା। ଦେଖନ୍ତୁ କଭର୍କୁ ବନ୍ଦ କରିବା ଦ୍ୱାରା 5 ମିନିଟ୍ ପାଇଁ ଟିକେ ସ୍ଲୋ ଆଞ୍ଚରେ ବନେଇବାକୁ ଦେଲି, ଯେହେତୁ ଆଳୁଟା ଆଉ ବାକି ସିଝିବାକୁ ଦେଲେ ଆଉ 50%। ପୁଣି ସେଥିରେ ଆମେ ମଟର ବି ଏଡ଼୍ କରୁଛନ୍ତି ଆଉ ପାଳଙ୍ଗ ଶାଗ ବି ଏଡ଼୍ କଲେ, ପାଳଙ୍ଗ ଶାଗଟା ବି ଟିକେ ସିଝିବା ଦରକାର। ତ ମୁଁ ଏଠି କଭର୍କୁ ଯେହେତୁ ବନ୍ଦ କରିଦେଲି, ପାଳଙ୍ଗ ଶାଗ ବି ପରଫେକ୍ଟଲି ପୁରା ସିଝି ବି ଗଲାଣି, ପୁରାପୁରି ସଫ୍ଟ ବନେଇଛି। ତ ଏବେ ପୁଣି ଥରେ ଟିକେ ଭଲସେ ଆକୁ ମିକ୍ସ କରିଦେବା। ଆଉ କିଛି ସମୟ ଟିକେ ଆମେ ଏଭଳି ପ୍ରୋସେସ୍ରେ ଟିକେ ଯେମିତି ପାଣିଟା ଟିକେ ଆଉ ଶୁଖିଯିବ। ତ ଦେଖିବେ ଆପଣମାନଙ୍କୁ ମୁଁ ଖଣ୍ଡ କରିବି ଗୋଟେ ଆଳୁ ବି ଦେଖାଇ ଦେଉଛି। ଦେଖନ୍ତୁ ଏଠି ପରଫେକ୍ଟଲି ଆଳୁଟା ବି ଆମର ସିଝି ଯାଇଛି। ତ ପୁଣି ଥରେ ଟିକେ ଭଲସେ ଆକୁ ମିକ୍ସ କରିବା। ଏହି ସମୟରେ ଗ୍ୟାସ୍ ଆଞ୍ଚକୁ ପୁରା ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ ରଖିକି ଆଉ ଟିକେ ସମୟ ଆମେ ବନେଇବାକୁ ଦେବା। ତ ଏବେ କ'ଣ କରିବା ନା ଆପଣମାନେ ଚାହିଁଲେ କଭର୍କୁ ବନ୍ଦ କରିବି ଆକୁ ଆଉ 2-3 ମିନିଟ୍ ପର୍ଯ୍ୟନ୍ତ ବନେଇ ପାରିବେ। ତ ମୁଁ ପୁଣି ଥରେ କଭର୍କୁ ବନ୍ଦ କରିଦେଲି, 3 ମିନିଟ୍ ପର୍ଯ୍ୟନ୍ତ ପୁଣି ଥରେ ବନେଇବାକୁ ଦେଲି। 3 ମିନିଟ୍ ପରେ ଆପଣମାନଙ୍କୁ ଦେଖୁଛି, ଦେଖନ୍ତୁ ବିଲକୁଲ ବି ପାଣି ନାହିଁ ଆଉ କଲର୍ ପୁରାପୁରି ଚେଞ୍ଜ ହେଇସାରିଛି ଆଉ ପରଫେକ୍ଟଲି ଏଠି ଆମର ତରକାରୀଟି ବନିକି ରେଡ଼ି ହେଇସାରିଛି। ତ ଆପଣମାନେ ଘରେ ଆକୁ ନିହାତି ଟ୍ରାଏ କରନ୍ତୁ। ତ ଚାଲନ୍ତୁ ଆପଣମାନଙ୍କୁ ଗୋଟେ ମୁଁ ପ୍ଲେଟ୍କୁ ବି ବାହାର କରି ଦେଖାଇ ଦେଉଛି। ଫ୍ରେଣ୍ଡସ୍ ଆପଣ ଯଦି ଫେସବୁକ୍ ପେଜ୍ରେ ଦେଖୁଛନ୍ତି ତାହେଲେ ଫେସବୁକ୍ ପେଜ୍ ମୋର ଫଲୋ କରନ୍ତୁ। ଇନଷ୍ଟାଗ୍ରାମରେ ଦେଖୁଥିଲେ ଫଲୋ କରିବାକୁ ଜମାରୁ ଭୁଲନ୍ତୁନି। ଆଉ ଆପଣମାନେ କେଉଁ ଜିଲ୍ଲାରୁ ଦେଖୁଛନ୍ତି ମୋତେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ମୋତେ ବି ଖୁସି ଲାଗିବ ମୋ ଭିଡ଼ିଓ କେତେ ଦୂର ପର୍ଯ୍ୟନ୍ତ ପହଞ୍ଚୁଛି। ଆପଣମାନେ ଭିଡ଼ିଓ ତ ଦେଖୁଛନ୍ତି, ଆପଣମାନେ ମୋ ଭିଡ଼ିଓ ଦେଖିକି ବନାଉଛନ୍ତି, ସେଥିପାଇଁ ମୋତେ ବହୁତ ଖୁସି ବି ଲାଗୁଛି। ଆଉ ଆପଣମାନଙ୍କ ଅନୁଭୂତି ନିହାତି ମୋତେ ସେୟାର କରନ୍ତୁ, ମୋତେ ବି ଖୁସି ଲାଗେ ଆପଣମାନେ ମୋତେ କମେଣ୍ଟ କଲା ମାନେ। ତ ଆପଣମାନେ ଏଇ ରେସିପିଟି ଯଦି ବନାଉଛନ୍ତି ନିହାତି କମେଣ୍ଟ କରିବେ କେମିତି କ'ଣ ଲାଗିଲା। ତ ଚାଲନ୍ତୁ ଆପଣମାନଙ୍କୁ ଗୋଟେ ମୁଁ ପ୍ଲେଟ୍କୁ ବି ବାହାର କରି ଦେଖାଇ ଦେଉଛି। ଦେଖନ୍ତୁ କେତେ ବଢ଼ିଆ ପୁରା ବନିଛି। ତ ଆପଣମାନେ ଦେଖିକି ଜାଣିପାରୁଥିବେ କେତେ ସ୍ୱାଦିଷ୍ଟ ବନିଥିବ ଏଇ ତରକାରୀ ରେସିପିଟି। ଆପଣମାନେ ଚାହିଁଲେ ଆକୁ ମଟର ଆଳୁରେ ବି ବନେଇ ପାରିବେ ଆଉ ପାଳଙ୍ଗ ଶାଗକୁ ମିକ୍ସ କରି ବି ବନେଇ ପାରିବେ, ନହେଲେ ମଟର ପାଳଙ୍ଗ ଶାଗରେ ବି ଏଇ ତରିକାରେ ହିଁ ବନେଇକି ରେଡ଼ି କରିପାରିବେ। ତ ଫାଇନାଲି ରେସିପିଟି ବନିଗଲାଣି, ଆପଣମାନେ ଟ୍ରାଏ କରନ୍ତୁ। ସେ ପର୍ଯ୍ୟନ୍ତ ରହୁଛି, ପୁଣି ଏକ ନୂଆ ରେସିପି ନେଇ ଆସିବି। ନମସ୍କାର, ଜୟ ଜଗନ୍ନାଥ।